ଝିଅ କହୁଛି ମୁଁ ଭିତରେ ଦେବି ମୁଁ କହୁଛି ମୁଁ ବାହାରି କାନେ ତୁ ଭିତରେ ନବୁ ମୁଁ ଭିତରୁ ଯିବି ତୁ ବାହାର ଆଗ ମୁଁ ବାହାରି କାନେ ସେ ଭିତରେ ଆଗ ଦେବି ସେ ଭିତରେ ଆଗ ଦେଇ କହୁଛି କି ଭିତରେ ପଳେଇ ଯାଉ ନାଇଁ ନାଇଁ ବାପା ଭିତରେ କିଏ ଥିବ ତାଙ୍କର କୋଟି ଦବ ମତେ ସଦେଇ ତୋର ପ୍ରଶ୍ନ ହେଲେ ନା ଆଉ କିଏ ମୁଁ କହିଲା କଣ ଥାଉଛି କି କଥାରେ କହିଛୁ ବେଲା ମୁଁ ପିଆଡା ମୁଁ କେଣ ମାଗୁଛି ଏମିତି ଭାବିଲି ମୁଁ ତ ଏଇଟା ତାକୁ କେଣ ମାଗୁଥିଲି ହଁ ହଁ ତ ସେଇଟା ମୁଁ ପଚାରୁଛି ନା ଝିଅ କହୁଛି ଭିତରେ ଦେବି ପୁଅ କହୁଛି ମୁଁ ବାହାରି ଗଲେ ବାହାର ଗଲେ ଏଇଟା ତୋର ପ୍ରଶ୍ନ ଶୁଣିବୁ ପ୍ରଥମେ ଶୁଣ ଶୁଣ ସହାଜନ ଶୁଣ ପଚାରିବା କଥାରେ ଉନା ପଚାରିବା କଥାରେ କହତ ଅଜ୍ଞାନରୁ ତନୁ ନ ଜାଣେ କିଛି ଅଜ୍ଞାନରୁ ତନୁ ନ ଜାଣେ କିଛି ଆକାଶର ଚନ୍ଦ୍ରମାକୁ କର ମୋରାଇଛି ଉଲା ପଚାରିବା ଲୋକ ପୁରେ ଭାରି ସହର ପଚାରିବା ଲୋକ କୁହେ ଭାରି ସହର କହିବାଟା କେଳେ କଷ୍ଟ ମନ କୁହେ କହିବାଟା କେଳେ କଷ୍ଟ ମନ କୁହେ ଆକାଶରେ କେତେ ତାରା କିଏ ଗଣିଛି ଆକାଶରେ କେତେ ତାରା କିଏ ଗଣିଛି ସମୁଦ୍ର ବାଲି କିଏ ଗଣି ପାରିଛି ସମୁଦ୍ର ବାଲି କିଏ ଗଣି ପାରିଛି ସେହିଭଳି କହିଲେ ପୁରାଣ ପାଠ ପୁରାଣ ପଢ଼ିଥିଲେ ପାଇବ ବାଟ ପୁରାଣ ପଢ଼ିଥିଲେ ପାଇବ ବାଟ ଯାହା ପଚାରିଲୁ ବାୟା ଦେବି ଲୁଛାଇ ବସି ଶୁଣୁଥିଲେ ମୋର ଭଉଣୀ ଭାଇ ଝିଅ କହୁଛି ମୁଇଁ ଭିତରେ ନବି ଝିଅ କହୁଛି ମୁଇଁ ଭିତରେ ନବି ପୁଅ କହୁଛି ମୁହିଁ ବାହାରେ ଦେବି ଝିଅ କହୁଛି ମୁହିଁ ଭିତରେ ଦେବି ପୁଅ କହୁଛି ମୁହିଁ ବାହାରେ ଦେବି ଏହାର ଉତ୍ତର ହେବି ବୁଝାଇ ରାମାୟଣ ରୂପରେ କହୁଛି ମୁହିଁ देखिए देखिए भल लगे सकाल देखा होनी भाई यार शुणे रामायण कथा तू तो जानी सूर्यवंश राजा दशरथ तांकर आगे चारिटा पुओ चारिटा पुओ मध्यरु बड़ पुत्र होउछन भगवान राम राम
ସମସ୍ତେ ଜାଣିଛନ୍ତି ଭଗବାନ ରାମଚନ୍ଦ୍ର ପିତୃ ସତ୍ୟ ପାଳନ କରି ନିଜ ସାଥିରେ ନିଜର ଭାଇ ଆଉ ନିଜର ସ୍ତ୍ରୀକୁ ଧରି ଆଜ୍ଞା ବଣକୁ ଗଲେ। ବଣସ୍ଥ ମଧ୍ୟରେ ବୁଲି ବୁଲି ସେମାନେ ପଞ୍ଚବଟ କୁଟୀରେ ବାସ କରିଛନ୍ତି। ଏହି ସମୟରେ ରାବଣର ଭଉଣୀ ଯାଇକି ସୁବର୍ଣ୍ଣଖା କିଏ ସୁବର୍ଣ୍ଣଖାରେ କେଣେ ସୀମିତ ହଉଛ ହବାକୁ କରିବାକୁ ଆଇଛୁ କରିବାକୁ ପଡିବ। ସୁବର୍ଣ୍ଣଖା ଆଜ୍ଞା ରାମଙ୍କ ରୂପକୁ ଦେଖିଦେଇ ସେ ରାମଙ୍କ ରୂପରେ ମୋହିତ ହୋଇ କଣ କରିଛି ରାମଚନ୍ଦ୍ରଙ୍କ ପାଶରେ ପ୍ରେମ ନିବେଦନ କରିଛି। କଣ ବୋଲି ଆଉ